ଦେଖନ୍ତୁ କେହି ନାହାନ୍ତି ଏଠି ଜେଜେମା ସେଠି କ'ଣ କରୁଛନ୍ତି ତୁମମାନଙ୍କର ସେ କେକ୍ ଥୁଆ ହେଇଥିଲା ପୁରା ତାକୁ କାଟି କୁଟିକି ଖାଇ ଚାଲିଛନ୍ତି। ଆଉ ତୁ ତ ଏକୁଟିଆ ବସି ଖାଉଛୁ ତ କେହି ନାହାନ୍ତି ଆଉ କ'ଣ ଲୁଚିକିରି ଖାଇ ଚାଲିଛ କେକ୍ ଆଉ କ'ଣ। ଆଜି ଆମର ସାନ ଭାଇର ହେଉଛି ହାପି ଆନିଭର୍ସରୀ ମାନେ କ'ଣ ନା ବିବାହ ବାର୍ଷିକ ଉତ୍ସବ। ତେଣୁ ଆମ ଘର ଭିତରେ ଭାଇ ଭଉଣୀ ମାନେ ମିଶିକିରି ଏଇଟାକୁ ପାଳନ କରାଯାଉଛି। ଆଜି ପୁଣି ଭୋଜିର ଆୟୋଜନ ହେଇଛି। ଭିଣେଇ ଦାଢ଼ି ରଖି ବସିଛନ୍ତି ଦେଖନ୍ତୁ ଆପଣମାନେ। ସେପଟେ ଶାରଦା ଦିଦି ଠିଆ ହେଇଛନ୍ତି, ଏପଟେ ମୋ ଭଉଣୀ ଲୀନା ଆନି ଠିଆ ହେଇଛନ୍ତି, ଏପଟେ ସାନ ଭାଇ ଆଉ ତା ସ୍ତ୍ରୀ, ଏପଟେ ଦେଖନ୍ତୁ ଖୁସି। ସମସ୍ତେ ଆମେ ଅଛୁ। ଆଉ ଆଜି ଖାଇବା ପିଇବା ବି ଅଛି। ଖାଲି ମାଂସ ଝୋଳ ଭାସିବ ଆଜି। କିନ୍ତୁ ଗୋଟେ ଖୁସିର କଥା ତାଙ୍କର ଆନିଭର୍ସରୀ ଲାଗି ମୋତେ ମାନେ ମୁଁ ସେମାନଙ୍କୁ ଗିଫ୍ଟ ଦେଇଛି କ'ଣ ମାଂସ ତରକାରୀ କରିକି କରିବାକୁ ହେଲା। ତେଣୁକରି ଆଜି ଆନିଭର୍ସରୀ ପାଳନ କରିବା ପାଇଁ ମୋ ତରଫରୁ ଗିଫ୍ଟ ହେଉଛି ମାଂସ ତରକାରୀ। ବର୍ତ୍ତମାନ ଖୁସି ଆମର ବର୍ତ୍ତମାନ ଯେଉଁ କ'ଣ କେକ୍ ହେଇଛି ବର୍ତ୍ତମାନ କଟା ହବ। ବାଃ 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 ବାଃ। ବର୍ତ୍ତମାନ ତେଣୁକରି ବର୍ତ୍ତମାନ ଖୁଆଖୁଇ ହେଲେ ତାଙ୍କର ଦେଖନ୍ତୁ କେକ୍ ଖୁଆଖୁଇ ହେଲେ ଏ ଗୋଟେ ଖୁସି। ଆଜ୍ଞା ଏଇଟା ଗୋଟେ ବଡ଼ କଥା ନୁହେଁ। ଏଇଟା ସାଧାରଣତଃ ସମସ୍ତଙ୍କ ଘରେ ଆନିଭର୍ସରୀ ହେଉଥିବ କିନ୍ତୁ ଏଇଟା ଗୋଟେ ଖୁସିରେ ସମସ୍ତେ ଆନିଭର୍ସରୀ ପାଳନ କରୁଛନ୍ତି। ଯାହା ହଉ ଖୁସି ଆମର ଆଜି ସୁନ୍ଦର ଦେଖାଯାଉଛି। କେବଳ ଭାଇ ଭଉଣୀ ଆମ ତିନି ଜଣଙ୍କ ଭିତରେ এইটা পালন করা যাচ্ছে। ଏ ପାଳନଟା କେବଳ ଭାଇ ଭଉଣୀ ମାନଙ୍କ ଭିତରେ। ଯାହା ହଉ ତେଣୁ ମୋର ତ ସାନ ଭାଇ ପ୍ରତି ଯେତିକି ଆଶୀର୍ବାଦ ରହିଲା କଥା ରହିବ। ଆପଣ ମାନେ ସମସ୍ତଙ୍କର ଆଶୀର୍ବାଦ ବି ତେଣୁକରି ମୋର ତ ଆଶୀର୍ବାଦ ସାନ ଭାଇ ପ୍ରତି ରହିବ। ତେଣୁ ଆପଣମାନଙ୍କର ଆଶୀର୍ବାଦ ରହିଲେ ଆହୁରି ଖୁସି ଲାଗିବ। ଆନିଭର୍ସରୀଟା ଗୋଟେ ଖୁସିର ଦିନ। ମୁଁ ଆମ ଘରେ କେବଳ ନୁହଁ ଆପଣମାନଙ୍କର ଆନିଭର୍ସରୀ ହେଲେ ବି ମୋତେ ଖୁଆଇଦେବେ। ପାନ ଭଳିଆ ପାଟିରେ ପଡ଼ୁଛି ଆକୁ ଆଣି ମୋତେ ଦେବୁ। ପାନୁଆ ଲୋକକୁ ପାନ ନ ଦେଇକି ପାନ ଗୋଟେ ଦେଇଥାନ୍ତି। ଯାହା ଯେମିତି ହଉ ଖୁସିର ହଉ। କିନ୍ତୁ ମୁଁ ଆଉ କିଛି ଗିଫ୍ଟ ଦେଇପାରିବିନି। ମଟନ ଗିଫ୍ଟ ରୋଷେଇ କରୁଛି ସାନ ଭାଇର ସ୍ତ୍ରୀ। ଦେଖ ଭଉଣୀ କେମିତି ହଉଛି କୋଉଠି କ'ଣ ବଳି ପଡ଼ିଲା। ତେଣୁକରି ବର୍ତ୍ତମାନ ଆପଣମାନେ ଦେଖନ୍ତୁ ଏଇଟା ଗୋଟେ ତମର ଗିଫ୍ଟ ମଟନ। ତମ ଗିଫ୍ଟ ମଟନ। ମୋ ଗିଫ୍ଟ ହେଉଛି ମଟନ। ହଁ ତୋ ଗିଫ୍ଟ ଦେଖେ। ଭଉଣୀ ଭିତରେ ତିନି ଜଣଙ୍କ ଭିତରେ ଆମେ ଦି ଭାଇ ଗୋଟିଏ ଭଉଣୀ ଆମ ଭିତରେ ପାଳନ ହଉଛି। ତେଣୁକରି ଭିଣେଇ ଭଉଣୀ ଆସିଛନ୍ତି। ଆମେ ଦୁଇ ଭାଇ ମାନେ ଅଛୁ ମୋର ଜେଜେମା ମୋର ଆଉ ତା ସାଙ୍ଗରେ ମୋ ଭାଇ। ଏ ତିନି ଜଣ ଭିତରେ ପାଳନ ଗୋଟେ ଘର ଭିତରେ। ବର୍ତ୍ତମାନ ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ଆପଣମାନଙ୍କର ଜେଜେମା ଅରବିନ୍ଦ ଷଡ଼ଙ୍ଗୀ ଆପଣମାନଙ୍କର ଜେଜେ ଏବଂ ମୋ ସାନ ଭାଇର ସ୍ତ୍ରୀ ଆମର ଜ୍ୱାଇଁ ମୋ ଭଉଣୀ ଖୁସି ଆମ ଝିଅ ସେପଟେ ଶାରଦା ଦିଦି ଆମର ମାନେ ଘରର ମୁଖ୍ୟ ମେମ୍ବର ଅସଲ ମେମ୍ବର ହେଉଛନ୍ତି କିଏ ନା ଶାରଦା ଦିଦି। ଆପଣ ମନେ ରଖିଥାନ୍ତୁ ଶାରଦା ଦିଦି। ଯାହା ହଉ ଏଇ ଗୋଟେ ଖୁସିରେ ଆପଣମାନେ ଦେଖୁଛନ୍ତି ମାନେ ଅନ୍ୟ ଲୋକ କେହି ନାହିଁ ଗୋଟେ ମାଂସ ଦେଖନ୍ତୁ ଯୋଉ ମୁଁ ଦେଇଛି ମଟନ ଆଜି ତରକାରୀ କରିଛନ୍ତି ମୋ ସାନ ଭାଇର ସ୍ତ୍ରୀ। ମଟନ ହେଇ ତରକାରୀ ରେଡି ପୁରା ଏକ ନାଲ ନାଲ ଦେଖାଯାଉଛି ଏକଦମ। ଯେଉଁ କେକ୍ ତିଆରି କରାହେଇଥିଲା ଶାରଦା ଦିଦି ଆମର ତିଆରି କରିଥିଲେ। ଶାରଦା ଆଉ ଖୁସି ଯେଉଁ ତିଆରି କରିଥିଲେ ବର୍ତ୍ତମାନ ସେ କଟାକଟି ହେଉଛି ଖିଆପିଆ ହବ। ଦେଖନ୍ତୁ ମାଂସ ତରକାରୀ କାକୁଡ଼ି ସାଲାଡ ପାପଡ଼ ଭାତ ଏତିକି ହେଇଛି ଖାଇବା। ଅଲଗା କିଛି ହେଇନାହିଁ। ଏତିକି ଖାଇବା ହେଇଛି। ମୁଁ ବର୍ତ୍ତମାନ ମଟନଟାକୁ ହାପୁଡ଼ିକି ଆଜି ଆନିଭର୍ସରୀର ମଟନ ହାପୁଡ଼ିକିରି ଆପଣମାନଙ୍କୁ ଜଣାଉଛି କେମିତି କ'ଣ ଲାଗୁଛି। ଭଲ ହେଇଥିବ କାରଣ ବଢ଼ିଆ ଦେଖାଯାଉଛି ମଟନଟା ଭଲ ଦେଖାଯାଉଛି।
ଖାଇକି ଜଣା ପଡିବ ସିଝି ବି ଯାଇଛି ତାତିଛି। ଲୁଣ ପକେଇବା ଆଉ ସାଲାଡ ଟିକେ ଲୁଣ ପକେଇଦବା ଆଉ ସେଠାରେ ମଟନ ଟା ପୁରା ସିଝି ଯାଇଛି ଝୋଳଟା ଓ ଫାଷ୍ଟ କ୍ଲାସ। ତେଣୁ ଆଜି ଆନିଭର୍ସରୀ ମଧ୍ୟ ଫାଷ୍ଟ କ୍ଲାସ। ଆମେ ମାନେ ଖାଇଦେଲୁ, ସ୍ତ୍ରୀ ଲୋକମାନେ ଖାଇନାହାନ୍ତି, ସେମାନେ ସବୁ ଖାଇବେ। ତେଣୁକରି ବର୍ତ୍ତମାନ ମୁଁ ମୋର ଖାଇବା ଆରମ୍ଭ କଲି।